ବୋଉ ବି ବଦଳି ଯାଇଛି। এই প্রশ্নটা বারম্বার উঁকি মারুলা মিতা মନରେ। নিজ বাপ ঘর আজ অচিহ্না অজଣା পরি লাগুলা মিতাকে। ସବୁଠୁ ବେଶୀ ଦୁଃଖ ଏଇଥିପାଇଁ ଥିଲା ଯେ ବୋଉ ତାକୁ ଆଡ଼େଇ ଆଡ଼େଇ ଆଜି ରହୁଛି, ସତେ ଯେମିତି ସେ ଗୋଟେ କୁଣିଆ। ଆଜି କାନ୍ଦିବାକୁ ଇଚ୍ଛା ହେଉଥିଲା ମିତାକୁ। ଆସନ୍ତାକାଲି ସାନ ଭାଇର ବାହାଘର ବୋଲି ଘରଟା ତାଙ୍କର ଆଜି କୁଣିଆ ମୈତ୍ରରେ ଭରିଯାଇଛି। ଦୁଇ ବଡ଼ ଭଉଣୀ ଭିଣୋଇ ଆଉ ବଡ଼ ଭାଇ ଭାଉଜ ଓ ସେମାନଙ୍କ ପରିବାର ସହ ଆଜି ଆସିଯାଇଛନ୍ତି। ମିତା କିନ୍ତୁ ଏକୁଟିଆ ଆସିଛି। ସ୍ୱାମୀ ନିତିନକୁ ବାହାଘରକୁ ନିମନ୍ତ୍ରଣ ନ କରାଯିବାକୁ ବାପା କାଳେ ଅଡ଼ି ବସିଥିଲେ। 3 ମାସ ତଳେ ବାପାଙ୍କ ଇଚ୍ଛା ବିରୁଦ୍ଧରେ ଘରୁ ପଳେଇ ଯାଇ ଗୋଟେ ଖ୍ରୀଷ୍ଟିଆନ ପିଲା ନିତିନକୁ କୋର୍ଟରେ ପ୍ରେମ ବିବାହ କରିଥିଲା ମିତା। ତାହାରି ତ ଫଳ ଏଇସବୁ। ସାନ ଭାଇ କାଳେ ବାପାଙ୍କୁ କାକୁତି ମିନତି କରି ମିତାକୁ ବାହାଘରକୁ ଡକାଇବା ପାଇଁ ରାଜି କରିଥିଲା। ମିତା ଅଭିମାନ କରି ରାଜି ହୋଇନଥିଲା ଆସିବାକୁ। ନିତିନ କିନ୍ତୁ ବାଧ୍ୟ କରି ମିତାକୁ ପଠେଇଲା, ଆରେ ମୋତେ ନ ଡାକିଲେ କ'ଣ ହେଲା? ଆରେ ଝିଅ ହିସାବରେ ସେ ତ ଘରେ ତୁମର ଅଧିକାର ଅଛି ନା। ବାପା ସିନା ଆଜି ଟିକେ ରାଗି ଯାଇଛନ୍ତି, ହେଲେ ତମେ ତମ ବୋଉ ନିଶ୍ଚୟ ମନ ଦୁଃଖ କରୁଥିବେ ଆଉ ତୁମକୁ ଖୋଜୁଥିବେ। ତୁମକୁ କିଛି ଦିନ ପରେ ଦେଖିବ ସବୁ ଠିକ୍ ହେଇଯିବ। ହେଲେ ଘରକୁ ଆସି ଆଜି ମିତା ଅନୁଭବ କରୁଥିଲା ଓଲଟା କଥା। ବୋଉ ଆଜି କାମ ବାହାନା ଦେଖି ଆଡ଼େଇ ଆଡ଼େଇ ରହୁଥିଲା। ଭଉଣୀ ଓ ଭାଉଜ ବି ଏମିତି ବ୍ୟବହାର କରୁଥିଲେ ଯେମିତି ସେ ଗୋଟେ ବହୁତ ବଡ଼ ପାପ କରିଛି। ଧ୍ୟାନ ଦେବେ ମୋ ବାପାମାନେ ଏ କଥା ଉପରେ। ଚର୍ଚ୍ଚ ଯାଉଛୁ, ଆବେ ବାଇବେଲ ପଢ଼ିଲୁଣି? ଠାକୁର ପୂଜା କରୁଛୁ ନା ଯୀଶୁଙ୍କ ଫଟୋ ସାମ୍ନାରେ କ୍ୟାଣ୍ଡେଲ ଜଳୁଛୁ? ମୁଣ୍ଡ ତଳକୁ କରି ନୀରବ ରହୁଥିଲା ମିତା। ଆଜି ବୋଉ ବି ବିରୋଧ କରୁନଥିଲା କି ତା ସପକ୍ଷରେ ଯୁକ୍ତି ବାଢ଼ୁନଥିଲା। ଏଇ 3 ମାସ ହେଲାଣି ଦିନେ ହେଲେ ବୋଉ ଫୋନ୍ଟେ ବି କରିନି। ଝିଅକୁ ଭୁଲିଗଲା ବୋଉ। ସମସ୍ତଙ୍କୁ ସାନ ବୋଉ ପାଇଁ କରିଥିବା ଗହଣା ସେଟ୍ ଦେଖାଉଥିଲା ଆଜି ବୋଉ। ଭଉଣୀମାନେ ଓ ଭାଉଜମାନେ ନିଜ ନିଜ ଘର ବ୍ୟବହାର ସବୁ ବୋଉକୁ ଦେଉଥିଲେ। ସମସ୍ତେ ଆଜି ନୂଆ ବୋହୂ ପାଇଁ ଶାଢ଼ୀ ଗହଣା ଆଉ ବୋହୂ ପାଇଁ ଦାମୀ ଶାଢ଼ୀଟେ ବି ଆଣିଥିଲେ। ଗୋଟେ ଖାତାରେ ସବୁ ଜିନିଷର ଲିଷ୍ଟ ସବୁ ଟିପା ହେଉଥିଲା। ବାପା ବଡ଼ ପାଟିରେ କହୁଥିଲେ, ଆରେ ଖାନଦାନୀ ଘର ଝିଅ ସିନା ଜାଣିବେ ବନ୍ଧୁ ଘରର ସମ୍ମାନ କ'ଣ। ନିତିନର ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ନୁହେଁ। ମିତା ନିଜକୁ ସଂକୁଚିତ ମନେ କରୁଥିଲା। ବୋହୂକୁ ବନ୍ଧାଇବା ପାଇଁ ଗୋଟେ ହାଲକା ଓଜନର ମୁଦି, ଗୋଟେ ପିଓର ସିଲ୍କ ଶାଢ଼ୀ ଓ ବୋହୂ ପାଇଁ ଗୋଟେ ସୂତା ସମ୍ବଲପୁରୀ ଶାଢ଼ୀ ଆଣିଛି। ସେ କେମିତି ଦେବ ସେ ସମସ୍ତଙ୍କ ଆଗରେ? ମିତା ତମ ଘରୁ କ'ଣ କିଛି ବ୍ୟବହାର ଆସିନି? ଭାଉଜ ପଚାରୁଥିଲେ। ମିତା କିନ୍ତୁ ଚୁପ୍ କିନା ବୋଉର ସେଇ ବ୍ୟବହାର ପ୍ୟାକେଟଟା ବଢ଼େଇଥିଲା ବେଳେ ବୋଉ ତା ହାତରୁ ସବୁ ଜିନିଷ ନେଇ ଆଲମାରିରେ ରଖିଦେଇ ଗଲା, ବୋହୂ ଆସୁ ସମସ୍ତେ ଦେଖିବ କେତେ କାମ ପଡ଼ିଛି ତେଣୁ। 2 ଭଉଣୀ ଓ ଭାଉଜ ବୋଉକୁ କହୁଥିଲେ, ଆମ ଘରୁ ଆସିଥିବା ଶାଢ଼ୀ ପିନ୍ଧିବୁ କାଲି। ଛାତ ଉପରକୁ ଯାଇ ଲୁଚ ହେଇଯାଉଛି କାନ୍ଦୁଥିଲା ମିତା। ପରଦିନ ବର ବାହାରିଲା ପୂର୍ବରୁ ଭୃଣୀ ଅପା ସ୍ୱର ମିତା କାନରେ ପଡ଼ିଲା, ବୋଉ ତୁ ପାଟ ଯୋଉ କାଞ୍ଜି ବ୍ରହ୍ମପୁର ଶାଢ଼ୀ ନ ପିନ୍ଧି ଇ ସୂତା ଶାଢ଼ୀଟା କାହିଁକି ପିନ୍ଧିଛୁ? ଆରେ ଭିଡ଼ିଓ ସୁଟିଂ ହେଉଛି ଯିବା ପରା। ଏ ଗରମରେ ସେ ଜରିଓଟା ଶାଢ଼ୀ ମୁଁ ପିନ୍ଧି ପାରିବିନି ରେ ମା। ତା ଛଡ଼ା ସୂତା ଶାଢ଼ୀ ମୁଁ ଘରେ ସବୁବେଳେ ପିନ୍ଧେ। ତମେ ପିଲାମାନେ ସିନା ଫ୍ୟାସନ୍ ହେବ, ମୋର କ'ଣ ଆଉ ବଳ ବୟସ ଅଛି? ମିତା ଦେଖୁଥିଲା କିନ୍ତୁ ବୋଉ ପିନ୍ଧିଥିଲା ସେ ଆଣିଥିବା ସମ୍ବଲପୁରୀ ଶାଢ଼ୀଟା। ଆଜି ସବୁ ଭଉଣୀମାନେ ଦାମୀ ଦାମୀ ଶାଢ଼ୀ ଗହଣାରେ ସଜେଇ ହେଉଥିଲା ବେଳେ ମିତା ତୁ ଗହଣା ପତ୍ର ପିନ୍ଧିନୁ? ତୋ ଶାଶୁ କ'ଣ ତୋତେ ଦେଇଛି? ତୋ ଶାଶୁ କ'ଣ ଦେଇଛି? ତୁ ବରଯାତ୍ରୀ ଯିବୁନି କି? ଧ୍ୟାନ ଦେବେ ମୋ ଆପଣ ଏଇ କଥା ଉପରେ। ଏତିକି ବେଳେ ବୋଉ ହାତରେ ଗୋଟେ ପ୍ୟାକେଟ୍ ଧରି ମିତା ହାତକୁ ବଢ଼େଇ ଦେଇ କହିଲା, ତୋ ଗହଣା ପତ୍ର ତୁ ନିଜେ ସମ୍ଭାଳିକି ରଖ। ଏ ଭିଡ଼ ଭିତରେ ମୋର ସେସବୁ କିଛି ମନେ ରହୁନି। ବହୁ ଜିନିଷ ସହ ମିଶିଯିବ। ଆଶ୍ଚର୍ଯ୍ୟ ହୋଇ ମିତା ଦେଖିଲା ଯେ ପ୍ୟାକେଟ୍ ଭିତରେ 2ଟା ଦାମୀ ପାଟ ଶାଢ଼ୀ ଆଉ ଗୋଟେ ଗହଣା ସେଟ୍ ଡବା। ଆଉ ଡବା ଭିତରେ ସୁନ୍ଦର ଡିଜାଇନର ହାର, ଚୁଡ଼ି, କାନଫୁଲ ଆଉ ମୁଦି। ସେସବୁ ତ ସେ ବୋଉକୁ କିଛି ଦେଇନଥିଲା। ତାହେଲେ ଆରେ ବା ମିତା, ତମ ଶ୍ୱଶୁର ଘର ବାଲା ତ ଜବରଦସ୍ତ ସେଟ୍ କରିଛନ୍ତି। ଓଜନିଆ ବି ହେଇଛି। ବଡ଼ ଭାଉଜ କହୁଥିଲେ। ଆଖି ବଡ଼ ବଡ଼ କରି ସମସ୍ତେ ଦେଖୁଥିଲେ ଆଜି ମିତାକୁ। ବୋଉ ଘର ଭିତରକୁ ଚାଲିଥିଲା। ମିତା ଆଜି ପଥର ମୂର୍ତ୍ତି ଭଳି ଠିଆ ହେଇଥିଲା। ବରଯାତ୍ରୀ ପ୍ରସେସନରେ ମିତା ଖାଲି ଭାବୁଥିଲା ବୋଉର କଥାକୁ। ଭୋରୁ ବୋହୂକୁ ସାଙ୍ଗରେ ନେଇ ଫେରିଲା ପରେ ଆରମ୍ଭ ହେଲା ବନ୍ଦାଣର ପର୍ବ। ପ୍ରଥମେ ବୋଉ ବନ୍ଦେଇଲା। ମିତା ଦେଖିଲା ଯେ ବୋଉ ହାତରେ ତାରି ସେଇ ହାଲକା ମୁଦି। ଆଉ ଅନ୍ୟମାନେ ବନ୍ଦେଇ ସାରିଲା ପରେ ଆଜି ମିତାର ପାଳି। ନେ ତୋ ବନ୍ଦାଣ ମୁଦି କହି ବୋଉ ଯେଉଁ ମୁଦିଟା ତାକୁ ଦେଲା ସେ ଧରି ଆଶ୍ଚର୍ଯ୍ୟ ହେଇଗଲା ମିତା। ଏତେ ସୁନ୍ଦର ଡିଜାଇନର ଓଜନିଆ ମୁଦି ସେ ତ ଏସବୁ ଆଣିନଥିଲା। ରିସେପସନ୍ ପରଦିନ ମିତା ବାହାରିଲା ଶ୍ୱଶୁର ଘରକୁ ଫେରିବା ପାଇଁ। ବୋଉ ଭଲ କରି ପଦଟିଏ କଥା ହେଲାନି। ট্যাক্সি আজি বসিলা মিতা ভাবুলা মিতা। ଆଉ ସେଇଥିପାଇଁ
ତା ଅଭିମାନରେ ବଡ଼ ଭାଉଜଙ୍କୁ କହିଦେଲା କୌଣସି ପ୍ରକାର ବ୍ୟବହାର ମିଠା ଦେ ତାକୁ ନ ଦେବା ପାଇଁ। ଗାଡ଼ି ପାଖରେ ସାନ ଭାଇ କେବଳ ଠିଆ ହେଇଛି। ବୋଉଠିକି ଆସି ନଥାନ୍ତା ଆଜି ଆଖି ପୋଛୁଥିଲା ମିତା। ବଡ଼ମା ଦେଇଛନ୍ତି କହି ଘର କାମ ବାଲି ଜାନକୀ ଚୌକିନା ଗୋଟାଏ କାଗଜ ଗୁଞ୍ଜି ଦେଲା ତା ହାତରେ। ଆଶ୍ଚର୍ଯ୍ୟ ହେଇଗଲା ମିତା। ଝରକା ପାଖରେ ବୋଉର ମୁହଁ ଦେଖାଗଲା। ହଠାତ୍ ବାଦଲ ଭରା ଆକାଶ ଭିତରେ ଗୋଟେ ପୁନେଇ ଜହ୍ନ ଉଙ୍କି ମାରିଲା ଭଳି ବୋଉ ଶାଢ଼ୀ କାନିରେ ଆଖି ପୋଛୁଥିଲା। ଗାଡ଼ି ଷ୍ଟାର୍ଟ ହେଇ ଆଗେଇ ଗଲା। ମିତା ହାତରେ ବୋଉ ହାତ ଲେଖା ଚିଠିଟିଏ। ମୋ ଧରଲୋ ମୋତେ ଭୁଲ ବୁଝିବି ରେ ମା। ତୋ ବାପାଙ୍କୁ ସନ୍ଦେହ ନ ହୁଏ ବୋଲି ତୋ ସହିତ ବେଶୀ ମୁଁ ଆଜି କଥା ହେଇନି। ଗୁଡ଼ାଏ ରାଡ଼ ନିୟମ ପକାଇଥିଲେ ତୋ ବାପା ମନ ପରା ଏଇନେ ଟାଣ ଟିକେ ପୁଣି ପାଣି ହେଇଯିବ। ଅଭିମାନ କରିବାର ଅଧିକାର ତାଙ୍କର ତ ଅଛି। କିଛି ଦିନ ଗଲେ ଦେଖିବୁ ତୋ ବାପା ନିଜେ ବୁଝିବେ ଓ ଜୋଇଁଙ୍କୁ ଡାକିବେ। ନାତିକି ନାତୁଣୀଟି ହେଲେ ଦେଖିବୁ କେମିତି ନିଜେ ତାଙ୍କ କାନ୍ଧରେ ପକାଇ ତୋତେ ବୁଲେଇବେ, କାନ୍ଧରେ ବସାଇ ତୋତେ ବୁଲେଇବେ। ସେଇଥିରୁ ମୁଁ ଅପେକ୍ଷା କରିছিল ବା। ଏଇ 3 ମାସ ଏମିତି ଗୋଟେ ଦିନ ନାହିଁ ଯେ ଯେଉଁଦିନ ମୁଁ ନ କାନ୍ଦିଛି। ସବୁବେଳେ ତୁ ଘରେ ପଡ଼ୁ ମା। ତୋ ବୋଉ କ'ଣ କେବେ ତୋତେ ଭୁଲି ପାରିବ? ଚିଠି ବନ୍ଦ କରି ବାହାରକୁ ଚାହିଁଲା ମିତା। ଚାରିଆଡ଼େ ଆଜି ଚାଲୁଆ ଚାଲୁଆ ତାକୁ ଦିଶୁଥିଲା। ଆଖି ବୁଝି ପୁଣି ପଢ଼ିଲାକୁ ଚିଠି। ପୁଣି ଚିଠିଟିକି ପଢ଼ିଲା। ଗାଡ଼ିର ଡିକିରେ ଥିବା ପେଟିରେ ମିଠା ଓ ବ୍ୟବହାର ଜିନିଷ ଅଛି ତୋ ଶାଶୁ ଘର ପାଇଁ। ଆଉ ଗୋଟେ ପ୍ୟାକେଟରେ ଲୁଗାପଟା ଅଛି ତୋ ବୋଉ ତୋର ଓ ଜୋଇଁଙ୍କର। ଆଉ ଗୋଟାଏ ଡବାରେ ସୁନା ଚେନ୍ ମୁଦି ଓ 10,000 ଟଙ୍କା ଅଛି ଜୋଇଁଙ୍କ ପାଇଁ। ଆଉ ମୋ ତରଫରୁ ନୀତିନିକି ଢେର ସାରା କଲ୍ୟାଣ। ଅନ୍ୟ ଗୋଟେ ଡବାରେ ତୋ ସୁନା ସେଟ୍ ଅଛି। ସବୁ ତୋରି ପାଇଁ କରି ରଖିଥିଲି। ମୋ ହାତ ତିଆରି ଆଚାର ବଡ଼ି ଆଉ ଭଜା ମୁଗ ଯାଇକି ରଖିଛି। ତୋର ପୁରୁଣା ଭଲ ଡ୍ରେସ୍ କିଛି ଗୋଟେ ବ୍ୟାଗ୍ ରଖିଛି। ଆଉ ଯାହା ଦରକାର ଭାଇ ନେଇ ଦେଇ ଆସିବ। ମୋତେ ଭୁଲ ବୁଝିବୁନି ରେ ମା। ଦୁନିଆରେ ଗୋଟେ ମା ବୋଉ ହେବା ଏତେ ସହଜ ନୁହେଁ। ନିଜେ ମା ହେଲେ ଯାଇ ବୁଝିପାରିବୁ ବୋଉର ମନର କଥା। ମା ମଙ୍ଗଳା ତୋ ଶଙ୍କା ସିନ୍ଦୁରକୁ ବଜ୍ର କରିଥାନ୍ତୁ। ତୋ ବୋଉ ଇତି ତୋ ବୋଉ। ଦୁଇ ଆଖିରେ ଲୁହ ଭର୍ତ୍ତି ହେଇଯାଇଥିଲା ମିତାର। ଦୁନିଆ ବଦଳି ଯାଇପାରେ। ହଁ ଦର୍ଶକ ବନ୍ଧୁ, ଦୁନିଆ ବଦଳି ଯାଇପାରେ କିନ୍ତୁ ସତରେ କ'ଣ ବୋଉ ବଦଳି ପାରେ? ନା, କେବେ ନୁହେଁ। ଆଜି କୋହ ଭରା ଦୀର୍ଘ ନିଶ୍ୱାସରେ ଛାତି ଭିତରୁ ବାହାରି ଆସିଲା। ଆଉ ଚିଠିଟାକୁ ବନ୍ଦ କରି ଛାତିରେ ଚାପି ଧରିଲା ବେଳକୁ ଅସ୍ପଷ୍ଟ ଚିତ୍କାରଟିଏ ମିତା ପାଖରୁ ବାହାରି ଆସିଲା, ବୋଉ। ଏହା ଏକ ନିଚ୍ଛକ ସତ କଥା। କେହି